ବର୍ତ୍ତମାନ ଆମେ ଜାଣିବା ଜାତଚକ୍ରର ସପ୍ତମ ରାଶି ତୁଳା ରାଶି। ତୁଳା ରାଶି ଆପଣଙ୍କର 14/5/2025 ମସିହା ପର୍ଯ୍ୟନ୍ତ ବୃହସ୍ପତି ଅଷ୍ଟମ, 18/10/14/5 ପରେ ବୃହସ୍ପତି ହେଉଛନ୍ତି ଆପଣଙ୍କର ନବମ, 18/10 ପରେ ବୃହସ୍ପତି ଦଶମ ଏବଂ ପୁଣି 4/12 ପରେ ବୃହସ୍ପତି ଆପଣଙ୍କର ନବମ ସ୍ଥାନକୁ ବକ୍ରଗମନ କରୁଛନ୍ତି। ଶନି ଆପଣଙ୍କର ରହିଛନ୍ତି 29/3/2025 ମସିହା ପର୍ଯ୍ୟନ୍ତ ପଞ୍ଚମ ଏବଂ ରାହୁ ରହିଛନ୍ତି ଆପଣଙ୍କର ଷଷ୍ଠ, କେତୁ ରହିଛନ୍ତି ଦ୍ୱାଦଶ ଭାବରେ ଅବସ୍ଥାନ କରୁଛନ୍ତି ଆପଣଙ୍କର ତୁଳା ରାଶି ହିସାବରେ। ଏବଂ ଯେଉଁଦିନ ଆପଣଙ୍କର ନୂଆ ବର୍ଷଟି ପଡ଼ୁଛି ସେଦିନ ହେଉଛି ପୌଷ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ବୁଧବାର। ରାଶି ନକ୍ଷତ୍ର ହେଉଛି 21-10 ମକର ରାଶି। ତେଣୁକରି ଆପଣଙ୍କର ରାଶି ତୁଳା ରାଶିକି ବିଚାର କରାଯାଏ ତାହେଲେ ସେଦିନ ହେଉଛି ଆପଣଙ୍କର ଚତୁର୍ଥ ଚନ୍ଦ୍ର। ଚତୁର୍ଥ ଚନ୍ଦ୍ର ଆପଣଙ୍କର ସେଇଦିନ ଯେଉଁ ଚତୁର୍ଥ ଚନ୍ଦ୍ର କୃଷ୍ଣ ପକ୍ଷ ପାଇଁ ଶୁଭକାରକ, କିନ୍ତୁ ଶୁକ୍ଳ ପକ୍ଷ ପାଇଁ ଏତେଟା ଶୁଭକାରକ ନୁହେଁ। ଏବଂ ଆପଣଙ୍କର ନୂତନ ବର୍ଷଟି ଆପଣଙ୍କ ଯେଉଁ ପ୍ରଥମ ଦିନ, ନୂତନ ବର୍ଷର ପ୍ରଥମ ଦିନ ମାନେ 1/1/2025 ସେଦିନ ଆପଣଙ୍କୁ ବିଶେଷ ଭଲ ଲାଗେ। ତାପରେ ଦ୍ୱିତୀୟ ଜିନିଷ କ'ଣ ନା ବର୍ତ୍ତମାନ ଆପଣଙ୍କର 14/5 ପର୍ଯ୍ୟନ୍ତ ବୃହସ୍ପତି ଅଷ୍ଟମ, ଶନି ପଞ୍ଚମ, ରାହୁ ଷଷ୍ଠ ଏବଂ କେତୁ ରହିଛନ୍ତି ଆପଣଙ୍କର ଦ୍ୱାଦଶ ଭାବରେ ଅବସ୍ଥାନ କରୁଛନ୍ତି। ତେଣୁକରି କ'ଣ ହେବ ନା ଅଷ୍ଟମ ବୃହସ୍ପତିରେ ଆପଣଙ୍କର ମୁଖ୍ୟ ରହିଲା ଆପଣଙ୍କର ଯେଉଁମାନଙ୍କର ବ୍ୟବସାୟମାନଙ୍କର କ'ଣ ହେବ ନା ବ୍ୟବସାୟର ଅଧୋପତନ ଘଟିବ। ଆପଣ ଯେଉଁ ପ୍ରକାର ବିଜନେସ୍ କରୁଥିବେ ବା ଯେଉଁ ବିଜନେସ୍ କରୁଥାନ୍ତୁ ସେ ବିଜନେସ୍ରେ ଆପଣଙ୍କର ବିଶେଷ ଉନ୍ନତି ହେବ ନାହିଁ, ବିଶେଷ ଆୟ ହେବ ନାହିଁ। ଯାହାଫଳରେ କ'ଣ ହେବ ନା ଆୟ ଯାହା ହେଇଥିବ, ଧରନ୍ତୁ 50 ଟଙ୍କା ଆୟ ହେଲା ତ ସେ ବାଟରେ ଅଲଗା କିଛି ଅଧିକ 70 ଟଙ୍କା ଖର୍ଚ୍ଚ ହୋଇଯିବ। ଆୟ ବ୍ୟବସାୟର ଗ୍ରୋଥ୍ କରିବ ନାହିଁ ଏବଂ ନୂତନ ବ୍ୟବସାୟ ପାଇଁ ଆପଣ ଯେଉଁ ଚିନ୍ତା କରୁଥିବେ ବା ଚେଷ୍ଟା କରୁଥିବେ ସେଥିରେ ମଧ୍ୟ ଆପଣ ସଫଳ ହେବେ ନାହିଁ। ଆୟର ମାର୍ଗ କମ୍ ହେଇଯିବ ଏବଂ ଅଲଗା ଲୋକଙ୍କୁ ଧର ବ୍ୟବସାୟ ମାନେ ନିଶ୍ଚିତ ଭାବରେ ବାକି ବିକୁରା ପଡ଼ିବ। ଏଇ ଯେଉଁ ବାକି ଆଦାୟ ହେବା କଥା ପଇସା ଇଏ ମଧ୍ୟ ଆପଣଙ୍କର ମିଳିବ ନାହିଁ। ଅଲଗା ସୋର୍ସରୁ କ'ଣ ପଇସା ଆସିବା କଥା ସେ ମଧ୍ୟ ଆପଣଙ୍କର ମିଳିବ ନାହିଁ। ସଞ୍ଚୟ ଧନ ଯାହା କିଛି ଆଗରୁ ସଞ୍ଚୟ କରିଥିବେ ଏଇ ଯେଉଁ 14/5 ଭିତରେ ଆପଣଙ୍କର ସେ ପଇସା ଆସ୍ତେ ଆସ୍ତେ ଖର୍ଚ୍ଚ ହେଇଯିବ। ଏବଂ ଆପଣଙ୍କର ଆଉ କ'ଣ ହେବ ନା ସମସ୍ତ କର୍ମରେ ପ୍ରତିବନ୍ଧକ। ଯେଉଁ କାମଟି ଆପଣ ବ୍ୟବସାୟ ମାନେ କରୁଛନ୍ତି ବା ଯେଉଁ ବ୍ୟବସାୟ ପାଇଁ ଆପଣ କିଛି ଅଗ୍ରଗତି କରିବା ପାଇଁ, ଧରନ୍ତୁ କାହାକୁ ଗୋଟେ ଅର୍ଡ଼ର କରୁଛନ୍ତି ଜିନିଷ ଆସିବା ପାଇଁ, ସେ ଜିନିଷଟା ଠିକ୍ ଟାଇମ୍ରେ ପହଞ୍ଚି ପାରିବନି, ଠିକ୍ ଟାଇମ୍ରେ ଜିନିଷ ବିକ୍ରି ହେବ ନାହିଁ। ବ୍ୟବସାୟମାନଙ୍କର ବ୍ୟବସାୟରେ ବିଶେଷ ଉନ୍ନତି ହେବ ନାହିଁ। ଏବଂ ଆଉ ଗୋଟେ କ'ଣ ବ୍ୟବସାୟ ମାନେ ଶାରୀରିକ ପୀଡ଼ା ଭୋଗିବେ, ଇଣ୍ଡାଇଜେସନ୍, ଗ୍ୟାସ୍ ପ୍ରୋବ୍ଲେମ୍ ଏବଂ ଖାଇବାକୁ ଇଚ୍ଛା ନ ହେବା, ଦୁର୍ବଳ ଲାଗିବା, ମନରେ ବିରକ୍ତି ଭାବ ଆସିବା, ଏସବୁ ଜିନିଷଟା ବ୍ୟବସାୟମାନଙ୍କ କ୍ଷେତ୍ରରେ ହେବ। ବ୍ୟବସାୟର 14/5 ପର୍ଯ୍ୟନ୍ତ ବିଶେଷ ଉନ୍ନତି ନାହିଁ। ଯେହେତୁ ଆଗକୁ ନବମ ବୃହସ୍ପତି ରହିବେ ଅକ୍ଟୋବର ମାସ ପର୍ଯ୍ୟନ୍ତ ଏବଂ ପରେ ଦଶମ ହେବେ 18/10 ପରେ, ସେ ପରେ ଟିକେ ଆପଣଙ୍କୁ ଟିକେ ମାର୍ଚ୍ଚ ମାସ ପରଠାରୁ ଶନି ଆପଣଙ୍କର ଯେତେବେଳେ ହେଇଯିବେ ଆପଣଙ୍କର ପଞ୍ଚମ ହେଇଯିବେ, ପଞ୍ଚମରୁ ଷଷ୍ଠକୁ ପଳେଇବେ 29 ପରେ ଇଏ ଷଷ୍ଠ ବୃହସ୍ପତି, ଏ ଷଷ୍ଠ ଶନି ଏବଂ ନବମ ବୃହସ୍ପତି ଇଏ ଆପଣଙ୍କୁ 29/5 ପରଠାରୁ ବା 29/3 ପରଠାରୁ ଆପଣଙ୍କର ବିଶେଷ ଅସୁବିଧା ହେବ ନାହିଁ। 29/3 ପର୍ଯ୍ୟନ୍ତ ବ୍ୟବସାୟମାନେ ସତର୍କତା ଅବଲମ୍ବନ କରିବେ। ବ୍ୟବସାୟରେ ପଇସା କାରବାରରେ, ମନି ଟ୍ରାଞ୍ଜାକ୍ସନ୍ ବେଳେ, କାହାକୁ ପଇସା ଦେଲାବେଳେ ସେ ପର୍ଯ୍ୟନ୍ତ ଆପଣ ଟିକେ ସତର୍କ ହେବେ, କାରଣ ସେ ପର୍ଯ୍ୟନ୍ତ ଆପଣଙ୍କର ପଞ୍ଚମ ଶନି ଏବଂ ଅଷ୍ଟମ ବୃହସ୍ପତି ରହିଛନ୍ତି। ମାନ ସମ୍ମାନ ହାନି ଘଟିବ, ସମସ୍ତ ନ କହିବା ଲୋକ ପଦେ କହିବ। ବ୍ୟବସାୟମାନଙ୍କ କ୍ଷେତ୍ରରେ ବିଶେଷ ଉନ୍ନତି ଆସିବ ନାହିଁ। କର୍ମଜୀବୀମାନେ ଯେଉଁମାନେ ଘରୋଇ କିମ୍ବା ବେସରକାରୀ ସ୍ତରରେ ଚାକିରି କରୁଛନ୍ତି ସେମାନଙ୍କ ପାଇଁ 14/5 ପର୍ଯ୍ୟନ୍ତ ବା 29/3 ଷଷ୍ଠ ବୃହସ୍ପତି, 29/3 ପର୍ଯ୍ୟନ୍ତ ପଞ୍ଚମ ଶନି ଏବଂ ଅଷ୍ଟମ ବୃହସ୍ପତି 5 ପର୍ଯ୍ୟନ୍ତ ରହୁଛି। ମେ ମାସ 14 ତାରିଖ ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ଆପଣଙ୍କ ବୃତ୍ତିଗତ ଜୀବନରେ କିଛି ବାଧାବିଘ୍ନ ଦେଖାଦେବ। ଆପଣ ଯେଉଁ କାମଟି କରୁଛନ୍ତି ସେ କାମଟା ଠିକ୍ରେ ତୁଲେଇ ପାରିବେନି। କାହାକୁ ଗୋଟେ କମିଟମେଣ୍ଟ କରୁଛନ୍ତି, ଯେଉଁ ଉପରିସ୍ଥ କର୍ମଚାରୀକି କହିଛନ୍ତି ଆପଣ ପଦସ୍ଥ ଅଧିକାରୀକି ଯେ ଏ ସମୟ ଭିତରେ ମୁଁ ଏଇ କାମଟି କରିକି ଦେବି, ସେ କାମଟା ଠିକ୍ ଟାଇମ୍ରେ ଆପଣ କରିପାରିବେ ନାହିଁ, ଯେଉଁଥିପାଇଁ ତାଙ୍କର ରୋଷର ଶିକାର ହେବେ। ଏବଂ ସମସ୍ତ କର୍ମରେ ଆପଣଙ୍କର ଅଫିସ୍ ଯିବା, ଅଫିସରେ କାମ କରିବା, ଏ ସମସ୍ତ କର୍ମରେ ଆପଣଙ୍କର କିଛି କିଛି ସମୟର ଅଭାବ ରହିବ, ଯେଉଁଟାକି ଆପଣ ଠିକ୍ ଟାଇମ୍ ଦେଇପାରିବେ ନାହିଁ। ଆଉ କ'ଣ ହେବ ନା କର୍ମସ୍ଥାନରେ ଯେଉଁ ସହକର୍ମୀ ଅଛନ୍ତି ସେମାନେ ଆପଣଙ୍କୁ ପ୍ରତିବନ୍ଧକ ସାଜିବେ, କିଛି ଆପଣ ଶତ୍ରୁତା ଆଚରଣ କରିବେ, କି ଆପଣଙ୍କ ନାଁରେ ଆପଣଙ୍କ ଉପରିସ୍ଥ କର୍ମଚାରୀ କିଛି କହିବ, ଯେଉଁଟା ପାଇଁ ଆପଣ ମନସ୍ତାପରେ ରହିବେ।
ଘରୋଇ ଯେଉଁମାନେ ବେସରକାରୀ ସ୍ତରରେ ଚାକିରି କରିଛନ୍ତି ସେମାନଙ୍କ ପାଇଁ ଏ 14/5 ପର୍ଯ୍ୟନ୍ତ ବିଶେଷ ଅସୁବିଧା ହେବ କ'ଣ ନା ସେମାନଙ୍କର ଚାକିରି ଯିବାର ଭୟ ରହିଛି। ଚାକିରି ଯାଇପାରେ କିମ୍ବା ଆପଣଙ୍କର କର୍ମସ୍ଥାନରେ ଆପଣ ସେ ଚାକିରି ଭଲ ନ ଲାଗିପାରେ ଏବଂ ସମସ୍ତ କର୍ମ ଆପଣ ଯେଉଁ କାମଟା କରୁଛନ୍ତି ସେ କାମଟା କାହାକୁ ଠିକ୍ଠାକ୍ ଲାଗିବ ନାହିଁ। ସମସ୍ତେ ଆପଣଙ୍କର ଶତ୍ରୁତା ଆଚରଣ କରିବେ 14/5 ପର୍ଯ୍ୟନ୍ତ। 14/5 ପରେ ଆପଣଙ୍କ ଠିକ୍ଠାକ୍ ଆସିବ। 14/5 ପର୍ଯ୍ୟନ୍ତ ଆପଣଙ୍କର ଟିକେ ଅସୁବିଧା ରହିଛି ଏବଂ ଶାରୀରିକ ପୀଡ଼ା ମଧ୍ୟ ଭୋଗିବେ। ଏ ଜିନିଷଟି ଆପଣଙ୍କର ରହିବ। ଶିକ୍ଷାର୍ଥୀମାନେ ବା ବିଦ୍ୟାର୍ଥୀମାନେ ଅଷ୍ଟମ ବୃହସ୍ପତି ଏବଂ ପଞ୍ଚମ ଶନି ରହୁଛନ୍ତି 29 ତାରିଖ ପର୍ଯ୍ୟନ୍ତ ପାଠ ପଢ଼ାରେ ଅବହେଳା କରିବେ। ଯେଉଁ ପାଠଟି ପଢ଼ୁଛନ୍ତି ସେମାନଙ୍କର ପାଠ ପଢ଼ିବା ପାଇଁ ଆଗ୍ରହ ହେବନି, ବୁଲିବା ପାଇଁ ମନ ହେବ କିମ୍ବା କିଛି ଫାଜିଲାମି କରିବା ପାଇଁ କିମ୍ବା କିଛି ଦୁଷ୍ଟାମି କରିବା ପାଇଁ, ମୋବାଇଲ ଦେଖିବା ପାଇଁ, ଟିଭି ଦେଖିବା ପାଇଁ, ଖେଳକୁଦ କରିବା ପାଇଁ ଏସବୁରେ ସେମାନେ ବେଶୀ ଆଗ୍ରହ ମାନେ ତାଙ୍କର ନିଜ କର୍ମରୁ ବିଚ୍ୟୁତ ହୋଇ ଅଲଗା କର୍ମରେ ସେମାନେ ଡାଇଭର୍ଟେଡ଼ ହୋଇଯିବେ ଶିକ୍ଷାର୍ଥୀମାନେ ଏବଂ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ। ଉଚ୍ଚଶିକ୍ଷା ଆପଣ ଧରନ୍ତୁ କିଛି ଉଚ୍ଚଶିକ୍ଷା ପାଇଁ ଆପଣ କିଛି ଅଲଗା ଜାଗାରେ ଆପଣଙ୍କର ଆଡ଼ମିସନ୍ କରିବା ପାଇଁ କିମ୍ବା ସେଠି ପାଠ ପଢ଼ିବା ପାଇଁ ଚେଷ୍ଟା କରିଥିବେ ସେଇଟା ଆପଣଙ୍କର 29 ଦିନ ପର୍ଯ୍ୟନ୍ତ ସମ୍ଭବ ହେବ ନାହିଁ। 29 ଦିନ ପରେ ଷଷ୍ଠ ବୃହସ୍ପତି ଆସିଗଲା ପରେ ଆପଣଙ୍କର ବିଦେଶ ଯାତ୍ରା ପାଠ ପଢ଼ିବା ପାଇଁ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଆପଣଙ୍କର ମନ ମୁତାବକ ଆପଣ ସ୍କୁଲ କିମ୍ବା କଲେଜରେ ଆଡ଼ମିସନ୍ ନେଇପାରନ୍ତି ଏବଂ ପାଠ ପ୍ରତି ଆପଣଙ୍କର ଏକାଗ୍ରତା ବଢ଼ିଯିବ। 29 ଦିନ ପରେ 29 ଦିନ ପର୍ଯ୍ୟନ୍ତ ଏସବୁ ବିଦ୍ୟାର୍ଥୀମାନଙ୍କର କ୍ଷେତ୍ରରେ ଅସୁବିଧା ହେବ, ଟିକେ ପାଠ ପଢ଼ିବାରେ ସେମାନେ ଅବହେଳା କରିବେ। ଗୃହିଣୀମାନଙ୍କର ଅଷ୍ଟମ ବୃହସ୍ପତି ପଞ୍ଚମ ଶନି ଏଇ ଯେଉଁ ରହିଲା ଗୃହିଣୀମାନେ କ'ଣ କରିବେ ନା ଆପଣଙ୍କର ଯେଉଁ ଶାଶୁ ଶ୍ୱଶୁର ହୁଅନ୍ତୁ ବା କିମ୍ବା ଆପଣଙ୍କର ସନ୍ତାନମାନେ ତାଙ୍କ ହେତୁକ ଦୁଶ୍ଚିନ୍ତାରେ ପଡ଼ିବେ। ଆପଣଙ୍କର ଶାଶୁ ଶ୍ୱଶୁର ଆପଣଙ୍କର ଯାଆ ଦିଅର ଦେଢ଼ଶୁର ଏଇସବୁ ଯେଉଁ ଅଛନ୍ତି ଆପଣଙ୍କର ତାଙ୍କ ସହିତ ଆପଣଙ୍କର ମନମେଳ ଖାଇବ ନାହିଁ। ଆପଣ ଯେଉଁ କଥାଟା କରିବେ ବା ଯେଉଁ କାମଟା କରିବେ ସେମାନେ ଆପଣଙ୍କର ପ୍ରତିବନ୍ଧକତା ଯିବେ। କଥା କିଛି ଆପଣଙ୍କୁ ଅପମାନ ଦେବେ। ମାନ ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମତାନ୍ତର, ସ୍ୱାମୀ ସ୍ତ୍ରୀ ମଧ୍ୟରେ ମଧ୍ୟ ଟିକେ ଆପଣଙ୍କର ସମ୍ପର୍କଟା ଠିକ୍ଠାକ୍ ରହିବ ନାହିଁ। ସେ ଆପଣଙ୍କ କଥା ତାଙ୍କୁ ଭଲ ଲାଗିବନି କିମ୍ବା ତାଙ୍କ କଥା ଆପଣଙ୍କୁ ଭଲ ଲାଗିବନି। ଏ ସମସ୍ତ କ୍ଷେତ୍ରରେ ଟିକେ ଅସୁବିଧା ହେବ ଏବଂ ସନ୍ତାନମାନେ ଆପଣଙ୍କ କଥାକୁ ଶୁଣିବେ ନାହିଁ ଏବଂ ବିଶୃଙ୍ଖଳିତ ହେବେ, ଯେଉଁଥିପାଇଁ ଆପଣ ସନ୍ତାନ ହେତୁକ ଦୁଶ୍ଚିନ୍ତାରେ ପଡ଼ିବେ। ଏଇ ଜିନିଷଟା ଆପଣଙ୍କର 29-3 ପର୍ଯ୍ୟନ୍ତ ରହିବ। 29 ଦିନ ପରେ ଆପଣଙ୍କର ଟିକେ ଚେଞ୍ଜ ହେବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି ସେମାନଙ୍କର କ'ଣ ହେବ ନା ଏଇ 29-5 ପର୍ଯ୍ୟନ୍ତ 14-5 ପର୍ଯ୍ୟନ୍ତ ଆପଣଙ୍କର ପ୍ରେମ ସମ୍ପର୍କରେ ଟିକେ ଘାଟା ଆସିବ। ପରସ୍ପର ମଧ୍ୟରେ ଆପଣଙ୍କର ସମ୍ପର୍କରେ ଟିକେ ଗଡ଼ବଡ଼ ରହିବ, ମାନେ ଆପଣ ତାଙ୍କର କିଛି ମାତ୍ରାରେ ମତାନ୍ତର ଲାଗି ରହିବ ଆପଣଙ୍କର 14-5 ପର୍ଯ୍ୟନ୍ତ। କାରଣ ଅଷ୍ଟମ ବୃହସ୍ପତି କେବେ ହେଲେ ପ୍ରେମ ସମ୍ପର୍କରେ ଶୁଭ ଫଳ ଦେବେ ନାହିଁ। ଏବଂ ଯେଉଁମାନେ ବୈବାହିକ ଆଶାୟୀ ବିବାହ କର୍ମରେ ଆପଣଙ୍କର ବିବାହ କର୍ମ ଲାଗିଛି, ବହୁତ ଡେରି ହେଇଯାଇଛି, ବିବାହ ହେଇପାରୁନାହିଁ, ବାରମ୍ବାର ଚିନ୍ତାରେ ପଡ଼ୁଛନ୍ତି, ବାପ ମା ଭାଇ ଭଉଣୀ ସବୁ ଚିନ୍ତା କରୁଛନ୍ତି, ବୟସ ଗଡ଼ିଗଲାଣି ବାହାର ହେଇପାରୁନି, ସେମାନଙ୍କର ବିବାହରେ ପ୍ରତିବନ୍ଧକ ଦେଖାଦେବ। ଯେହେତୁ ଅଷ୍ଟମ ବୃହସ୍ପତି 14-5 ପର୍ଯ୍ୟନ୍ତ ଅଛନ୍ତି, ବୈବାହିକ କର୍ମରେ ବାଧାବିଘ୍ନ ଦେଖାଦେବ। ଏ ସମସ୍ତ କର୍ମ ଆପଣଙ୍କର 14-5 ପର୍ଯ୍ୟନ୍ତ ବିଶେଷ ଭାବରେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତୁଳା ରାଶିର ବ୍ୟକ୍ତିମାନେ ବିଶେଷ ଶୁଭଫଳ ପାଇବେ ନାହିଁ। 29 ଦିନ ପରେ ଶନି ଚଳନ ହେଲା ପରେ ମୀନକୁ ଗଲା ପରେ କିଛି ମାତ୍ରାରେ ନିଶ୍ଚିତ ଭାବରେ ଭଲ ଫଳ ପାଇବେ, କିନ୍ତୁ ସେ ପର୍ଯ୍ୟନ୍ତ ଆପଣଙ୍କର ବିଶେଷ ଶୁଭଫଳ ନାହିଁ। ତେଣୁକରି ସତର୍କତା ଅବଲମ୍ବନ କରିବେ। 29-3 ପରେ କ'ଣ ହେବ? 29 ଦିନ ପରେ ଆପଣଙ୍କର 29-3 ଏବଂ ଆଉ 2 ମାସ ପରେ 14-5 ପରେ ବୃହସ୍ପତି ନବମକୁ ଚଳନ କରିବେ ଏବଂ ରହିବେ ଅକ୍ଟୋବର ମାସ ପର୍ଯ୍ୟନ୍ତ। ଏ ଯେଉଁ 14-5 ଠାରୁ 18-10 ପର୍ଯ୍ୟନ୍ତ ବୃହସ୍ପତି ରହିବେ। ଏ ଯେଉଁ 5 ମାସ ରହିବେ ଆପଣଙ୍କର ବୃହସ୍ପତି ନବମ, ଶନି ଷଷ୍ଠ। ଏ ଆପଣଙ୍କର ବ୍ୟବସାୟମାନଙ୍କ କ୍ଷେତ୍ରରେ ପ୍ରଚୁର ଲାଭ ହେବ। ଯେଉଁଟା ଆପଣ ଏଇ ଯେଉଁ 29-5 ପର୍ଯ୍ୟନ୍ତ ଯେଉଁ ଆପଣଙ୍କର ବାଧା ବିଘ୍ନ ବା ବ୍ୟବସାୟରେ ଘାଟା ହେଇଥିଲେ ସେଇଟା ସବୁ ପୂରଣ କରି ତା'ର 10 ଗୁଣ ଆପଣ ଆୟ କରିବେ। ଯାହା ବିକିଲେ ମଧ୍ୟ ଆପଣଙ୍କର ବିକ୍ରି ହେବ ଏବଂ ବ୍ୟବସାୟରେ ଉନ୍ନତି ଘଟିବ। ନୂତନ ଶାଖା କିମ୍ବା ନୂତନ ବ୍ୟବସାୟ କିମ୍ବା ଅଲଗା କୌଣସି ସୋର୍ସରୁ ପଇସା ଆସିବ କିମ୍ବା କୌଣସି ଗୋଟେ ନୂତନ ବଡ଼ ବ୍ୟବସାୟ ପାଇଁ ଆପଣ ଚୁକ୍ତିବଦ୍ଧ ହେବେ ଏବଂ ବ୍ୟବସାୟରେ ଉନ୍ନତି, ଆର୍ଥିକ ସ୍ଥିତି ଆପଣ ଯେଉଁଟା କ୍ଷତି କରିଥିଲେ ଆପଣଙ୍କର ଏଇ 14-5 ଭିତରେ ତା'ର 10 ଗୁଣ ଆପଣ ଆୟ କରିବାରେ ସମର୍ଥ ହେବେ ଏବଂ ନୂତନ ବ୍ୟବସାୟ ପାଇଁ ଆପଣ ଚୁକ୍ତିବଦ୍ଧ ହେବେ କିମ୍ବା ଆଉ ଗୋଟେ କ'ଣ କରିବେ, ଆଉ ଗୋଟେ କ'ଣ ନା ଆର୍ଥିକ ସମସ୍ୟା ଦୂର ହେବ। ଆପଣ ପଇସା କିଛି ସଞ୍ଚୟ କରିବେ, ଜମି କିଣିବେ, ଗାଡ଼ି କିଣିବେ, କିଛି ଗୋଲ୍ଡ କିଣିବେ, ଏସବୁ ଜିନିଷ ଆପଣଙ୍କର ଟିକେ ଭଲ ହେବ। ଗାଡ଼ି ଘୋଡ଼ା ଯାନ ବାହନ ଭୂମି ଏବଂ କିମ୍ବା ଘର ତିଆରି କରିବେ, ଏସବୁ ଉନ୍ନତିମୂଳକ କର୍ମରେ ଆପଣଙ୍କର ପଇସାଟି ଖର୍ଚ୍ଚ ହେବ। କାରଣ ଆପଣଙ୍କର ଭଲ ରୋଜଗାର ହେବ ଏବଂ ଆପଣଙ୍କ ସମୟ ଆପଣଙ୍କୁ ସୁଯୋଗ ଦେବ ଏଇସବୁ ଜିନିଷ କରିବା ପାଇଁ।
ये आपणकर अक्टोबर पूरा वर्ष शेष पर्यटन से 2 मास जमा जाऊँच आपणकर 18/10 4 12 पर्यटन बृहस्पति कर्कट को जाऊँगी से दशम हम पुणी ब्याक करेंगे आप नवम को ब्याक जो नवम को करेंगे से आपणकर विशेष क्षति करवा नहीं बरं आपणकर 14/5 पर आप व्यवसाय वर्ष शेष पर्यटन व्यवसाय अत्यधिक उन्नति आर्थिक स्थिति सुदृढ़ हो एवं जगह भूमि घर द्वार ये सब जिनस आपंकर उन्नति कर कर्मजीवी मानकर कर्मस्थान समस्त बाधा विघ्न प्रतिबंधक दूर हो जो मैंने सरकारी चाकरी कर बेसरकारी चाकरी कर नूतन व्यवसाय जो मैंने चाकरिया चाही कर्म नियुक्ति पाइबे यही सब समय 14/5 वर्ष शेष पर्यटन जो 7 मास रोचे से भर कर्म जो मैंने कर्म आशायी अच्छा कम चेष्टा कर नूतन नियुक्ति भल चाकरी पाईपार ये समय भितर चाकरी पाइबे एवं कर्मस्थान समस्त बाधा विघ्न प्रतिबंधक दूर हो कर्म प्रति एकाग्रता आंतरिकता अधिक कर्मस्थान आप कर्म प्रति अत्यधिक ध्यान देवे एवं जो कमटी करेंगे जो कम करेंगे जहाँ करेंगे से 100 ରୁ 100 सफलता पाइबे विद्यार्थी माने शिक्षार्थी माने विद्यार आग्रही हे विद्या बुद्धि ज्ञान गारिमा प्रत्युत्पन्नमति दूरदृष्टि धीशक्ति स्मरण शक्तिर विकास घटे विद्यार्थी मानकर उच्च शिक्षा समय सुजोग देव एवं जो अनुष्ठान में आप पढ़ाई चाहते कि विदेश यात्रा करने उच्च शिक्षा आप विदेश यात्रा करने चाहते सी आप 14/5 पर आप से सब कम सफल पाइबा निश्चित भाव में से कमटी आप सक्सेस हम शिक्षार्थी माने वैवाहिक आश्रयी मानकर 14/5 ठारू वर्ष शेष भितर वैवाहिक कर्मटी संपन्न हो जो मान बह डेरी बह भांगी जाइए सब कारण वैवाहिक कर्म से ठीक ठाक जो मैंने बह करना बह कौन असुविधा ना प्रेम संपर्क जो मैंने अच्छा प्रेम मजबूत हम 14/5 ठारू वर्ष शेष पर्यटन तुला राशि जो मैंने प्रेम संपर्क अच्छा परस्पर भितर बुझाणा कि वैवाहिक विवाह कारण हो जापे एवं बहटी आपंकर से जो प्रेम संपर्क थे आप बाहर विघ्न होता आप पुओ पट हो झील पट हो किसी गोटे प्रतिबंधक साजुते बाहा राजी हो नुते से मना करते यही स्थान में आपंकर ये जो 14/5 ठारू वर्ष शेष भितर आप वैवाहिक कर्मटी संपन्न हम एवं प्रेम संपर्क आप मजबूत हम गृहिणी मानकर नवम बृहस्पति एवं षष्ठ शनि जहाँ आपंकर रोग ऋण जहाँ थी दुख क्लेश प्रतिबंधक मानसिक अवसाद ये सब मुक्त हे समस्त प्रशंसा भाजन हे शाशु शशुर जा दियर देढ़शुर जो मैंने आपंकर घरे गुरुजन मैंने अच्छा से आपको प्रशंसा करेंगे एवं आपण भर स्वामी भर जो संपर्क किसी मात्रा मतभेद घटला सी ये समय भितर आपंकर जेहेतु बृहस्पति नवम हो गले से सब संपर्क हो ठीक ठाक चलो आपणकर परिवार में मान सम्मान ये सब जिनसा आपंकर बढ़ो एवं आपण को समस्ते प्रशंसा करेंगे आप जो कथाटी कहे समस्ते रखिए और समस्ते ग्रहण करेंगे और समस्ते आप जो वयोज्येष्ठ व्यक्ति गुरुजन मान प्रति आपंकर सम्मान बढ़ो से आपन को भल से प्रति आंतरिकता श्रद्धा अधिक रश सम्मान पाइबे ये सब जिन भल हम ये सब जिनस आपंकर यही वर्ष 14/5 ठारू तुला राशि संपूर्ण भल समय किंतु 14/5 पर्यटन 29/3 पर्यटन विशेष शुभ फल ना क्यों ये तुला राशि व्यक्ति मैंने 14/5 पर्यटन आपणकर बृहस्पतिंकर एवं शनि जेहेतु पंचम पर्यटन रोचे 29 दिन पर्यटन शनिंकर बृहस्पतिंकर गोटे जंत्र किंबा कवच धारण करूँ जदि ताकू न पार्टी आर्थिक दृष्टि आप विशेष स्वच्छल नुहति कवच तो बहुत कम पैसा जदि न पारे सुजोग पाऊना आप भल कवच कौटी मिलूँ कौन हो संभव हो पार ना तो आप बृहस्पति ब्रह्मज्योतिचर एवं शनिक बाड़ीअणा तेल धारण करूँ शुभ समय देखी जो दिन आपको तारातंत्र सुझी बृहस्पतिकर जंत्र एवं जंत्र किंबा ब्रह्मज्योति तेल को आपण कर्कट लग्न में धारण करेंगे एवं शनिकर जंत्र किंबा कवच को तुला लग्न मकर लग्न धनु लग्न में धारण करेंगे एवं जो दिन ठार आप धारण कले से दिन ठार आपंकर बृहस्पतिकर शनिकर सकाଳେ 108 संध्या 108 पाठ करूँ निश्चित भाव में दिनटी ये सारा वर्षटी आपंकर 14/5 पर्यटन जो असुविधा समय अच्छे से समस्या दूर हो प्रतिबंधक दूर हो आपको आप जानुरी मस जमी नुआ वर्ष आसो ता भर आप करदेटा आपण भल और नुआ वर्ष प्रथम जो दिन आपंकर पड़ुची नूतन वर्ष आरंभ हो 1/1/2025 से दिनटी आपण भल समय ना द्वितीय पौष मास शुक्ल पक्ष द्वितीय तिथि
ଏବଂ ରାଶି ନକ୍ଷତ୍ର ହେଉଛି 21 ମକର ରାଶି, ଉତ୍ତରା ଷାଢ଼ା ମକର। ତେଣୁକରି ତୁଳା ରାଶି ପାଇଁ ବିଶେଷ ସେଇ ଦିନଟା ମଧ୍ୟ ପ୍ରଥମ ଦିନଟା ମଧ୍ୟ ଆପଣଙ୍କର ଭଲ ନାହିଁ। ତେଣୁକରି ଆପଣ 5 ମାସ ପର୍ଯ୍ୟନ୍ତ କଷ୍ଟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏ ଜିନିଷଟି ଆପଣ କରନ୍ତୁ। ନିଶ୍ଚିତ ଭାବରେ ସାରା ବର୍ଷ ଆପଣଙ୍କର ସୁଖ ସମୃଦ୍ଧି, ମାନସିକ ପାରିବାରିକ ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ, ସମ୍ପଦ ଏ ସମସ୍ତ ଜିନିଷରେ ଆପଣଙ୍କର କେଉଁଥିରେ ହେଲେ କମି ରହିବ ନାହିଁ। ତାକୁ ମାନିଲେ ଆପଣଙ୍କର ମଙ୍ଗଳ।